ବୋଉଟି ଶୁଣିଲୁ କଣ କହୁଥିଲୁ? ଗୋଟେ ପିଲାଟାକୁ ଭଲ ପାଉଥିଲି ତ ସେ କହୁଥିଲି। ଭଲ ପାଉଥିଲୁ? କିଏ ବା ସେ? ଏଇ ଯୋଉ ସେପଟ ସାଇଡ ନାହିଁ ସେ ସନିଆ ପୁଅ। ଆଲୋ ତା ପୁଅକୁ ଭଲ ପାଉଥିଲୁ? ସେ ଆମରି ଦାଣ୍ଡରେ ସବୁ ସେ 22 ଇଞ୍ଚିଆ ଭଙ୍ଗା ସାଇକେଲ ଖଣ୍ଡକ ଧରିକି ଯାଉଥିଲା, ତାକୁ ଭଲ ପାଉଥିଲୁ? ଏଟା ପାଠ ପଢୁଛି, ଏପର୍ଯ୍ୟନ୍ତ ଚାକିରି ବାକିରି କିଛି ନାହିଁ। ମୁଁ ସେ ଇଞ୍ଜିନିୟରିଂ କରୁଛି, ନେକ୍ସଟ ଇୟର ତାର ହେଇଯିବ ଜବ। ନେକ୍ସଟ ଇୟର କିଏ ଦେଖିଛି ବା? ହଁ, ଯୌତୁକ କଣ ମାଗୁଛନ୍ତି? କିଛି ନାହିଁ, ସେ ଖାଲିରେ ନବା ପାଇଁ କହୁଛନ୍ତି। ଆଉ କିଛି ମାଗୁନାହାନ୍ତି ଯେ ଆମ ଘରେ ନୁହଁ ଜମା ବାହାଘର କେହି ଭଲ ପାଇକି ବାହା ହେଇନାହାନ୍ତି ଆଜି ପର୍ଯ୍ୟନ୍ତ। ତୁ କେମିତି ଭଲ ପାଇକି ବାହା ହବୁ? ଅନେଇଲୁ ବାପା ପକେଟରୁ ପଇସା ନେଇକି ଯାଇ ଏଇ କାମ କରୁଥିଲୁ କଲେଜ, ତୁ ପିଠି ନୁଆଁକି ଦି ପାହାର ତତେ ଦିଅତେ ନେଇ ଇଏ ପିଲା ଗୁଡାକ ନଷ୍ଟ ହେଇଗଲେ ପିଲା ଗୁଡାକ। ଆଇଲୁ ତ ପିଠି ନୁଆଁକି ବୋଉ ଆଉ ଗୋଟେ ପିଲାଟେ ଅଛି, ସିଏ ନାକି ମାନେ ମ୍ୟାରେଜ ପ୍ରପୋଜାଲ ନେଇକି ଆସିବ ବୋଲି କହୁଛି। କଣ କରୁଛି ସେଟା? ସେ ଗଭର୍ଣ୍ଣମେଣ୍ଟ ଜବ କରୁଛି। ଗଭର୍ଣ୍ଣମେଣ୍ଟ ଜବ କରୁଛି। ଆମ ଜ୍ୱାଇଁପୁଅଙ୍କ ଘରଟା କୋଉଠି କହିଲୁ? ଭୁବନେଶ୍ଵରରେ। କେତେ ବୟସ ହବ? 32। 32? ତତେ ଏବେ 18 ଚାଲିଲା ନାଇଁ? 18, 19, 20, 21, 22, 32। ବେଶୀ ବୟସ ନାହିଁ, ଚଳିବ। ଆଉ କଣ ତାଙ୍କର କଣ ଯୌତୁକ ମାଗୁଛନ୍ତି? କହୁଛନ୍ତି 5 ଲକ୍ଷ ଟଙ୍କା ଯୌତୁକ ଦରକାର। 5 ଲକ୍ଷ ତ ଆଜିକା ସମୟରେ ବା ସମସ୍ତେ ନଉଛନ୍ତି। ଆଉ ସେ ତ କଣ ଆଗରୁ ଦେଖିଥିଲା ବୋଧେ କୋଉଠି ନା? ଆଉ ଭଲ ପାଇକି ଆମର ତ ସବୁ ବାହା ହଉଛନ୍ତି। ଆଉ ଗଭର୍ଣ୍ଣମେଣ୍ଟ ଚାକିରି ମିଳୁଛି ସେଇଟା ବଡ କଥା। ଆଉ ଭଲ ପାଇକି ବାହା ହେଲେ କଣ ସମସ୍ତେ ବାହା ହଉଛନ୍ତି? ତୁ ବାହା ହେଇଗଲେ କଣ ହେଇଗଲା? ହଁ କିଛି ନାହିଁ, ମୁଁ ବାପାଙ୍କ ସହିତ କଥା ହଉଛି ହେଲା।